ଚିତ୍ତୋତ୍ପଳା ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ନାରାୟଣପୁର କତିରେ ଥିବା ସ୍ଲୁଇସ୍ ଗେଟ୍ ଜଳ ସମ୍ପଦ ବିଭାଗ ବନ୍ଦ କରିଦେଇଛି। ଯାହା ଫଳରେ କଟକ ନେମାଳ ପାଖରୁ ଯେଉଁ ଉଦ୍ଭୂତ ବର୍ଷା ଜଳ ଆସି ଆମର ଗହଗା ପାଟ ଦେଇ ନାରାୟଣପୁର ସ୍ଲୁଇସ୍ ଗେଟ୍ ଗତିରେ ଚିତ୍ତୋତ୍ପଳା ନଦୀକି ନିଷ୍କାସିତ ହୁଏ, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଯାଇଛି ଏବଂ ଯାହାଫଳରେ ଗହଗା ପାଟରେ ବର୍ତ୍ତମାନ 10ରୁ 15 ଫୁଟ ପର୍ଯ୍ୟନ୍ତ ପାଣି ବର୍ତ୍ତମାନ ଜମି ରହିଛି। ଯାହାଫଳରେ ହଜାର ହଜାର ହେକ୍ଟର ଜମି ବର୍ତ୍ତମାନ ଚାଷ ଫସଲ ନଷ୍ଟ ହୋଇଛି, ଧାନ ତଳି ପଚି ଯାଇଛି, ରୁଆ ଧାନ ନଷ୍ଟ ହୋଇଯାଇଛି। ପରିସ୍ଥିତି ଏମିତି ହେଇଛି ବର୍ତ୍ତମାନ ଘରେ ମଧ୍ୟ ପାଣି ପଶିଯାଇଛି। ଆମ ସହିତ ସ୍ଥାନୀୟ ସରପଞ୍ଚ ଅଛନ୍ତି, ଯେଉଁ ପରକୁଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। କହିବେ ଏଇ ଯେଉଁ ଗହଗାପାଟ ସମସ୍ୟା କେତେ ଦିନର ଆଉ ମାନେ କ'ଣ କ'ଣ ସବୁ ଇଏ ହୁଏ, ଆଫେକ୍ଟେଡ୍ ହୁଏ? ଆକ୍ଚୁଆଲି ଆମର ଯେଉଁ ଏଇ ଯେଉଁ ଗହଗା ପାଟକୁ ଯେଉଁ କହୁଛନ୍ତି, এটা ବନ୍ୟା ପୂର୍ବରୁ ବି ପ୍ରଭାବିତ ହୁଏ, ବନ୍ୟା ପରେ ବି ପ୍ରଭାବିତ ହୁଏ। ଏଇଟା ଗୋଟେ ମୁଖ୍ୟ ନ୍ୟୁଜ୍ ଏଇଥିପାଇଁ ହେଇପାରେ ନା, କାହିଁକି ନା ଆମର ସମସ୍ତେ ଫୋକସ୍ ନଈ ଆଡ଼କୁ କରନ୍ତି। ସେଇଥିପାଇଁ ଆମେ ମଜାକରେ ଗୋଟେ ନାଁ ଦେଇଥିଲୁ ଯେ ମାଟିଆ ପାଣି ଡିଫରେନ୍ସ ଏଇ ଯେଉଁ ଭର୍ସେସ୍ ହ୍ୱାଇଟ୍ ପାଣି, କାରଣ ବିଲ ଜମା ପାଣି ଯେତେବେଳେ ନଈ ଟିକେ ଟିକେ ବଢ଼େ ତ ଏ ବିଲ ପାଣି ଗଡ଼ିପାରେ ନା। ତ ଏଠି ଆପଣ ଜାଣିଥିବେ ନେମାଳଠୁ ନେଇକିରି ଏ ପୁରା ନାରାୟଣପୁର এইটা হচ্ছে আমার এন্ড পয়েন্ট। এইটি সুইচ গেট ଅଛି, এইটি এই মাধ্যমରେ ড্রেন সিস্টম ଅଛି, নଈକି ପାଣି ବାହାରି যায়। ଯେହେତୁ ନଦୀର ଲେବୁଲ ଟିକେ ମାନେ ଅଧିକା ହେଲା ମାନେ ଗେଟ୍ ପଡ଼ିଯିବ, ତ ଏ ଏରିଆଟା ଆପଣ ଯେମିତି ଦେଖିପାରୁଥିବେ ଚତୁଃପାର୍ଶ୍ୱ ଏ ଏରିଆରେ ଆମର ପାଖାପାଖି 4-5 ପଞ୍ଚାୟତ ମୁଖ୍ୟ ପୁରା ସମ୍ପୂର୍ଣ୍ଣ ଏଠି ପ୍ରଭାବିତ, ମାନେ ପାଣି ବୁଡ଼ି ରହିଛନ୍ତି। କିନ୍ତୁ ଏଇଟା ନ୍ୟୁଜ୍ ହେଇପାରୁନି, କିନ୍ତୁ ଏଇଥର ସମସ୍ତେ ଭାବୁଛି ମୁଁ ପଜିଟିଭ୍ ଅଛନ୍ତି, କାରଣ ଆମେ ସମସ୍ତଙ୍କୁ ଏଥର ଜଣେଇ ସାରିଲୁଣି ଆର କିଛି ଗୋଟେ ପରମାନେଣ୍ଟ ସଲ୍ୟୁସନ୍ କରନ୍ତୁ। 2022 ସେତେବେଳର ଆମର ସେଣ୍ଟର ମିନିଷ୍ଟର ଥିଲେ ବିଶ୍ୱେଶ୍ୱର ଟୁଡୁ ସାର୍, ସେ ଆମ ପଞ୍ଚାୟତରେ ପ୍ରୋଗ୍ରାମ କରିଥିଲେ। ବିଶେଷ ଏଇ ଗହଗା ପାଟକୁ ନେଇକରି ବହୁତ ଲୋକଙ୍କ ପ୍ରୟାସ ଥିଲା, ତାଙ୍କର ବିନା ପ୍ରୋଟୋକଲ ଭାଙ୍ଗିକି ସେଇଟା ଫଙ୍କସନ୍ କରିଥିଲେ। ତା ଭିତରେ ବି କିଛି ପ୍ଲାନିଂ ହେଇଥିଲା, ଭୁବନେଶ୍ୱରରେ ଆମେ ଶୁଣିଥିଲୁ। କାମ ଏପର୍ଯ୍ୟନ୍ତ ଏକ୍ଜିକ୍ୟୁସନ୍ ହେଇନି, କିନ୍ତୁ ବର୍ଷକୁ ବର୍ଷ ଯେଉଁ ଆମର ଏଇ ଯେଉଁ ଗହଗା ପାଟର ଯେଉଁ ଇସ୍ୟୁଟା, ତ ସେଇ ଇସ୍ୟୁଟାକୁ ଆମେ ଚାହୁଁଛୁ ଗୋଟେ ଆର କିଛି ପରମାନେଣ୍ଟ ସଲ୍ୟୁସନ୍। ଆଉ ଆମେ ଆଶା ରଖିଛୁ ପରମାନେଣ୍ଟ ସଲ୍ୟୁସନ୍ ହେଇଯିବ, କାରଣ ଯେତେବେଳେ ଯାକେ ଆମେ କରିକି ଦେଖେଇ ପାରିବାନି ତ ଲୋକ ବିଶ୍ୱାସ କରିବେନି। କାରଣ ଲୋକଙ୍କୁ ବି ଲାଗିଲାଣି ଯେ ନାଇଁ ଏଇଟା ଗୋଟେ ସମ୍ଭବପର ଜିନିଷ ନୁହଁ। ବହୁତ ଜିନିଷ ହେଉଛି, ଆଉ ଯାହା ବି ଟେକ୍ନିକାଲି ଆମେ ଯେଉଁ ପୂର୍ବରୁ ଜାଣିଥିଲୁ ବର୍ଷ ଖଣ୍ଡେ ପୂର୍ବରୁ ହେଇଯିବ। କିନ୍ତୁ ଦେଖନ୍ତୁ ଯେଉଁ ଚାଷୀ ଭାଇମାନେ ଆମର ମାନେ ଜାଣିଥିବେ ତ ଚାଷବାସର ପ୍ରୋସେସଟା ଗୋଟେ ଷ୍ଟେଜରେ ନୁହଁ ଯେ ଆଜି ଆମେ ବିହନ ପକେଇ ଦେଇ ଆସିଗଲେ ଚାଷଟା ହଠାତ୍ ହେଇଯିବ। ତାର ବହୁତ ପ୍ରୋସେସ ଥାଏ। ଖରା ଦିନେ ହଳ କରିବା, ବର୍ଷା ଦିନେ କାଦୁଅ କରିବା, ବୁଣିବା, କିଏ ରୋଇଦେଲେ। ଆପଣ ଦେଖନ୍ତୁ 17 ଦିନ ହେଇଗଲା ଆଜିକି ହୋଲ ପାଟ ଏମିତି ବୁଡ଼ି ରହିଛି, ଯେମିତି ଗୋଟେ ବିରାଟ ହ୍ରଦ ଚିଲିକା ଭଳିଆ ଦେଖାଯାଉଛି। ତ ଇଏ ଆପଣ ନିଜେ ଗୋଟେ ମାନବିକତା ଦୃଷ୍ଟିରୁ ଦେଖନ୍ତୁ, ଇଏ କାହା ଜମିରେ କିଛି ହେଇପାରିବ କି? କିଛି ଅଛି କି ଜମିରେ? କିଛି ନାହିଁ। ନା ଆମର ଏଇଟା ଘାଇ ଭାଙ୍ଗି ଯାଇନି ଯେ ପୁଣି ଆମର ପଟୁ ପଡ଼ିଗଲା ଯେ ଆମ ଜମିର ଉର୍ବରତା ବଢ଼ିଗଲା, ବିରି ହବ, ସେମିତି କିଛି ନାହିଁ। ତ ପ୍ରୋବ୍ଲେମଟା ପ୍ରାକ୍ଟିକାଲି ଦେଖିଲେ ଏଇଟା ବହୁତ ବଡ଼ ଇସ୍ୟୁଟାକୁ ଆମେ ଯାହାକୁ ଆମ ମାନ୍ୟବର ବିଧାୟକଙ୍କୁ ବି ଜଣେଇଛୁ, ସିଏ କହିଛନ୍ତି ଆ ଭିତରେ ଆ ଉପରେ କିଛି ଗୋଟେ ପଦକ୍ଷେପ ନେବେ, ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ, ଏଇଟା ଗୋଟେ ଛୋଟ ଇସ୍ୟୁ ନୁହେଁ। ମାନେ ଗୋଟେ ଦି ଜଣଙ୍କର ଆଜିକାଲି ଲାଷ୍ଟ ମ୍ୟାନ୍ ପର୍ଯ୍ୟନ୍ତ ହଇରାଣ ଜଣେ ହେଲେ ତାର ବି ସଲ୍ୟୁସନ୍ ଛଟାପଟ ହେଇପାରୁଛି। ଏବେ ମିଡ଼ିଆ ଷ୍ଟ୍ରଙ୍ଗ ହେଇଗଲାଣି, ସମସ୍ତେ ଆକ୍ଟିଭ ଅଛନ୍ତି, ଆକ୍ଟିଭଲି କାମ କରୁଛନ୍ତି। ଗଭର୍ଣ୍ଣମେଣ୍ଟ ବି ବହୁତ ଆକ୍ଟିଭ, ଆଉ ଗଭର୍ଣ୍ଣମେଣ୍ଟ ଏଇଭଳିଆ ଜିନିଷଟାକୁ ପରମାନେଣ୍ଟ ସଲ୍ୟୁସନ୍ କରିବା ପାଇଁ ଜଣାଶୁଣା ମଧ୍ୟ। ଆଶା ତ ଆମର ନିଶ୍ଚିନ୍ତ ଅଛି। ଆମେ ଭାବୁଛୁ ଆମରି ଯେହେତୁ ମୁଁ ସରପଞ୍ଚ ଅଛି, ମୋ ଟର୍ମ ସରିବାକୁ ବସିଲାନି, ତ ସରପଞ୍ଚ ନୂଆ ନୂଆ ହେଇଥିଲେ ବି ଏଇ ପ୍ରତିଶ୍ରୁତି ଲୋକଙ୍କୁ ଦେଇକି ଯାଇଥିଲି, କିନ୍ତୁ ହେଇପାରିଲାନି। କାରଣ ଏଟା ମୋ ହାତର କଥା ନୁହେଁ। ତ ହେଇଗଲେ ଆମକୁ ବି ଭଲ ଲାଗିବ, ଲୋକ ଉପକୃତ ହେବେ, ଆମେ ଜାଣିବୁ ଗୋଟେ ବହୁ ଦିନର ସମସ୍ୟାର ଅନ୍ତ ଘଟିଛି। କହିବି ଆପଣ ଯେହେତୁ ସରପଞ୍ଚ ଅଛନ୍ତି ପରକୁଳା ଗ୍ରାମ ପଞ୍ଚାୟତର, ଏଠି ଏମିତି ବହୁତ ତଳିଆ ଅଞ୍ଚଳ ଅଛି ଯୋଉଠି ଘରରେ ପାଣି ପଶିଯାଇଛି, ରାସ୍ତାଘାଟ ପାଣି ପଶିଯାଇଛି, ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି? ଦେଖନ୍ତୁ ଆମର ଏଇପଟରେ କ'ଣ ହେଇଛି ନା, ନଦୀ ଯେହେତୁ ଆମର ପଞ୍ଚାୟତଟି, ଆମ ପଞ୍ଚାୟତ ଭିତରେ ପଞ୍ଚାୟତଟି ପ୍ରାୟତଃ ମାନେ ଲୋକେସନ୍ ଜିଓ ଲୋକେସନଟାକୁ ଦେଖିଲେ ଦୁଇ ଭାଗରେ, ବନ୍ଧ ସେପଟରେ 50% ରହିବ, ବନ୍ଧ ଏପଟରେ 50% ରହିବ। ତ ଆମର ଯେତେବେଳେ ଏଇ ବିଲ ପାଣିଟି ଫୁଲେ ତ ଏପଟର ଲୋକ ପ୍ରଭାବିତ ହୁଅନ୍ତି। ଯେତେବେଳେ ସେ ନଦୀ ପାଣି ଫୁଲେ
ତ ଆମେ ସେପଟ ଲୋକ ପ୍ରଭାବିତ ହୁଅନ୍ତି। ନଦୀ ଯେତେବେଳେ ଫୁଲୁଥିଲା ଆମେ ତାକୁ ଫୋକସରେ ରଖିକିରି ଯେଉଁମାନେ ପାଣି ଘେର ମଧ୍ୟମରେ ଥିଲେ ଆମକୁ ଇନଷ୍ଟ୍ରକ୍ସନ ହେଇଥିଲା ତାଙ୍କ କଥା ଆଗେ ବୁଝିବା ପାଇଁ ଆମେ ବୁଝିଥିଲୁ। ଏବେ ମଧ୍ୟ ଆପଣଙ୍କ ମାଧ୍ୟମରେ ଏଇ ଯେମିତି ପାଟ କଥା କହୁଛୁ ପ୍ରୟାସ କରୁଛୁ ଆମେ, ଯେହେତୁ ଏଇଟା କାରଣ ସମସ୍ତଙ୍କୁ ବାସ୍ତବିକ ଜିନିଷଟା ଜଣାନଥାଏ ଯେ ଆକ୍ଚୁଆଲି ବନ୍ୟା ଟାଇମରେ ପରିସ୍ଥିତିଟା କ'ଣ। ଆପଣ ଆସୁଛନ୍ତି ବୋଲି ଦେଖୁଛନ୍ତି, ଜାଣୁଛନ୍ତି ଯେ ଏଇ ସମୟ ସବୁ ଦେଖନ୍ତୁ ଏ ରାସ୍ତାଟା କମ୍ୟୁନିକେସନ ଏଠୁ ଯାଇଛି ଆରଡି ରୋଡ ଏଟାକୁ କହନ୍ତି ମେନ୍, ସେପଟରେ ପଞ୍ଚାୟତକୁ ମେନ୍ ରୋଡ ସେଟା ପୁରା ବୁଡି ସାରିଲାଣି। ତ ସେଇଟା ଜିନିଷଟା ଆମେ ସମସ୍ତଙ୍କୁ ଏହା ଭିତରେ ଅପଡେଟ୍ କରିଦେଇଛୁ। ବୋଧେ ଗୋଟେ ଦି ଦିନ ଭିତରେ ଆମେ ସବୁ ଏରିଆକୁ କଭର କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ଯୋଉ ପହିଲି ଚରଣରେ ଆମର ଯୋଉମାନେ ପାଣି ଘେର ମଧ୍ୟରେ ଥିଲେ ତାଙ୍କୁ ଆମେ ଫୋକସ କରି ଦେଇଥିଲୁ। ଯେହେତୁ ଆମର ଶୁଣନ୍ତୁ ଆମେ ଜନ୍ମ ହେଲା ବେଳୁ ରିଲିଫ ଦେଖିକି ଆସିଛୁ, ଆମର ତଳମାଳିଆ ଆମେ, ତେଣୁ କରିକିରି ଯେଉଁମାନେ ପ୍ରଭାବିତ ହୁଅନ୍ତି ସେମାନେ ବି ରିଲିଫ ବି ପାଇବା ଯୋଗ୍ୟ, ଯିଏ ନ ପ୍ରଭାବିତ ହେଇଛନ୍ତି ତାଙ୍କର ବି ମନରେ ଟିକେ ଆଶା ଥାଏ। ତେଣୁକରି ଆମେ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ ସମସ୍ତଙ୍କୁ ଗୋଟେ ଦି ଦିନ ଭିତରେ କଭର କରିବା ପାଇଁ। ସ୍କୁଲ ଗୋଟେ ଅଛି ନାରଣପୁର ଯୋଉ ବିଦ୍ୟାଳୟ ଅଛି, ତା ଭିତରେ ପରିସରରେ ପାଣି ପଶିଛି, ଆଉ ପିଲାମାନେ ହଇରାଣ ହଉଛନ୍ତି, ତା ପାଇଁ ଦେଖିଥିଲେ, ଯାଇଥିଲେ, କ'ଣ ହେଲା? ନାରଣପୁର ଆମ ମୁଖ୍ୟତଃ 2-3ଟା ସେନ୍ସିଟିଭ ପରିବାର ଅଛନ୍ତି ବଣରେ। ତ ଆମର ଆକ୍ଚୁଆଲି ଜିନିଷ ହେଲା ଆମେ ବନ୍ୟା ଏଠି ଦେଖିକି ଆମେ ଜାଣିଦେବୁ ଯେ ନଈର ଲେବୁଲ ଦେଖିକି କୋଉଠି ଯାଉଛି, କେତେ ସେନ୍ସିଟିଭ। ଆମେ ରେଗୁଲାର ବି ନ୍ୟୁଜରେ ଟଚ୍ ଥିଲୁ ଯେ କେତେ ବଢୁଛି କେତେ କମ୍, ତେଣୁ ଲୋକଙ୍କୁ ବି ଆଲର୍ଟ କରିଥିଲୁ, ତାଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚେଇଥିଲୁ। ସ୍କୁଲକୁ ଜଷ୍ଟ ଟଚ୍ କରିକି ଯାଇଛି, ଆମେ ତା ପାଇଁ ପ୍ରିପେୟାର ଥିଲୁ ଯଦି ପାଣି ଥାନ୍ତା ଆମେ, କାରଣ ପୂର୍ବ ଦିନରେ ଯେଉଁମାନେ ଲୋକ ଅସୁବିଧାରେ ଥାନ୍ତି ତାଙ୍କୁ ଆମେ ସ୍କୁଲରେ ହିଁ ଆଣି ରଖିଥାଉ। ସେଠି ଆମେ ସ୍କୁଲର ଟିକେ ଲେବୁଲ ଉଚ୍ଚା ଅଛି, ତା ତଳକୁ ପାଣି ଥିଲା, ଆମେ ପ୍ରିପେୟାର ଥିଲୁ, ଆଉ ଟିକେ ପାଣି ହେଇଥିଲେ ଆମେ ଉଚିତ ପଦକ୍ଷେପ ନେଇଥାନ୍ତୁ। ଶୁଣିଥିଲେ ଆମେ ସରପଞ୍ଚ ସହିତ ଆଲୋଚନା କରିଥିଲେ, ସେ ସମସ୍ତ ପ୍ରକାର ପ୍ରସ୍ତୁତ ଅଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ ଯାହାଫଳରେ ଯେଉଁ ସମସ୍ୟା ଅଛି ତାକୁ ଘୋଗାପାଟର ସମସ୍ୟା ତାକୁ ସମାଧାନ କରାଯାଇପାରିବ। ଆମ ସହିତ ଆଉ ଜଣେ ଆମର ସ୍ଥାନୀୟ ବାସିନ୍ଦା ଅଛି, ତାଙ୍କୁ ପଚାରିବା। ଆଜ୍ଞା, ଆମେ ଯୋଉଠି ଠିଆ ହେଇଛେ ଗୋଟେ ରାସ୍ତା ଯାଇ ନାରଣପୁର କତିରେ ଫିଟିଛି, ଏଇ ରାସ୍ତା କେତେ କିଲୋମିଟର ବୁଡ଼ିକି ରହିଛି? ଏବେ 2 କିଲୋମିଟର ବୋଧେ ବୁଡ଼ିକି ରହିଛି। ଏବେ କ'ଣ କେମିତି ଯିବା ଆସିବା କରୁଛନ୍ତି ଲୋକ ସବୁ? ଲୋକ ଯିବା ଆସିବା ସେମିତି ବନ୍ଧ ପଟରେ ଆମର ଅଛି, ସେ ଆରଡି ରୋଡଟା ପୁରା ବୁଡ଼ି ରହିଛି। ଆରଡି ରୋଡରେ ଗାଡ଼ି ଘୋଡ଼ା ଯାଏ, ଏବେ ବନ୍ଦ ଅଛି। ଆଉ କହିବେ ଏଇ ଯୋଉ ପାଟରେ କୋଉ କୋଉ ପଞ୍ଚାୟତର ଚାଷୀମାନେ ମାନେ ଆଫେକ୍ଟେଡ ହୁଅନ୍ତି, ବିଶେଷ କରି ଆଖୁଆ, ରାଘବପୁର, ପରୁକୁଳା, ବଛାରେଇ, ବନ୍ଧକଟା। ଏବେ ଯୋଉ ଚାଷ କ'ଣ ସବୁ ଫସଲ ହେଇଥିଲା, କ'ଣ ନଷ୍ଟ ହେଇଛି ସବୁ? ଏବେ ଧାନ, ନଳିତା ସବୁ ତ ନଷ୍ଟ ହେଇଯାଇଛି। ଆଉ ଏବେ କେତେ ମାନେ ଆଉ ହେଇପାରିବ, ରିକଭରି ହବ ନା ହେଇପାରିବନି? ରିକଭରି ମୋଟେ ହେଇପାରିବନି। ଆଉ ଏବେ ପାଣି ଯୋଉ ଘୋଗାପାଟର ପାଣି ବଢୁଛି ନା କମୁଛି? ଏବେ ବଢି ଚାଲିଛି ପାଣି, କ'ଣ ପାଇଁ? ଯେହେତୁ ଆମର ନଦୀ ପାଣି ହାଇଟ୍ ଅଛି, ସେଇଥିପାଇଁ ପାଣି ବଢି ଚାଲିଛି। ଆଉ ଆପଣ ଶୁଣୁଥିଲେ, ଯେହେତୁ ନଦୀ ପାଣି ମାନେ ଜଳସ୍ତର ଅଧିକା ଅଛି ଏବଂ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି, ସେଥିପାଇଁ ବର୍ତ୍ତମାନ ନାରାୟଣପୁର କତିରେ ଯୋଉ ବାଗୁଣୀ ଯୋଉ ସୁଇଚ୍ ଗେଟ୍ ଅଛି ତାକୁ ବନ୍ଦ କରିଦିଆଯାଇଛି। ନହେଲେ ନଦୀ ପାଣି ଘୋଗାପାଟ ଦୂର ପଶି ଆସିବ ଏବଂ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କର ଗୋଟେ ଦାବି ଯେ କି ଦୀର୍ଘ ଦିନ ହେବ ଲାଗି ରହିଥିବା ଘୋଗାପାଟ ସମସ୍ୟା ସରକାର ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସମାଧାନ କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ମାର୍ଶାଇ ବ୍ଲକ ଘୋଗାପାଟରୁ ପ୍ରଦୀପ ସ୍ୱାଇଁ, କନକ ନ୍ୟୁଜ୍।